ନମସ୍କାର। ଜୟ ମା ସନ୍ତୋଷୀ। ମାଙ୍କ କୃପାରୁ ଆପଣମାନେ ସମସ୍ତେ ଭଲରେ ଥିବେ ଆଶା କରୁଛି। ଆଜି ଆମର କଥାବାର୍ତ୍ତା ଅଧ୍ୟାୟଟି ଆରମ୍ଭ କରିବା। ଆସନ୍ତୁ ଆଜି ଆମେ ଆ ଅକ୍ଷରରେ ଆରମ୍ଭ କରିବା। ଆମେ ଆଜି ଆ ଅକ୍ଷରରେ ଆଦର୍ଶ ବିଷୟରେ ଆଲୋଚନା କରିବା। ଅନ୍ୟକୁ ଆଦର୍ଶ ଭାବରେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିଜକୁ ମଧ୍ୟ ଅନ୍ୟର ଆଦର୍ଶ ଭାବରେ ଗଢ଼ି ତୋଳିବା ଆମର କର୍ତ୍ତବ୍ୟ। ଏଥିପାଇଁ କିଛି ବଡ଼ କାମ କରିବାକୁ ପଡ଼ିବନି। ଆମେ ଛୋଟ କାମ ହଉ ପଛେ ତାକୁ ଠିକ୍ ଭାବରେ ଯଦି କରିବା, ଆମକୁ ଦେଖି ଅନ୍ୟମାନେ ଅନୁପ୍ରାଣିତ ହେବେ ଆଉ ଆମଠାରୁ ଛୋଟ ବଡ଼ ସମସ୍ତେ ଆମକୁ ଆଦର କରିବେ। ଆମେ ଭାବୁ ଭଲ କାମ କଲେ ମଧ୍ୟ ଆମକୁ କାହିଁ ଲୋକମାନେ ବାଛୁଛନ୍ତି। ଆମେ ଜାଣିବା ଦରକାର ଯେଉଁ ଗଛରେ ଫଳ ଫଳିଥାଏ ସେ ଗଛକୁ ହିଁ ଟେକା ମରାଯାଏ। ଆ ଅକ୍ଷରରେ ଦ୍ୱିତୀୟ ଶବ୍ଦଟି ହେଲା ଆବଶ୍ୟକ। ଆବଶ୍ୟକ ଆମର କ'ଣ, କେତେ, କେଉଁ ପରିମାଣରେ ଓ କିପରି ଭାବରେ ଦରକାର ଆମେ ନିଜେ ଜାଣି ରଖିବା ଉଚିତ। କାରଣ ଗୋଟେ ଉଦାହରଣ ଏଠି ଧରାଯାଉ, ଖାଦ୍ୟକୁ ନେଇକରି ଆମେ କେଉଁ ଖାଦ୍ୟ ଖାଇବା, କେତେ ପରିମାଣରେ ଖାଇବା, କେଉଁଭଳି ଖାଦ୍ୟ ଖାଇବା, କେଉଁ ଖାଦ୍ୟ ଖାଇଲେ ଆମ ଦେହ ପାଇଁ ଭଲ, ତାହା ଆମେ ନିଜେ ଯେତେବେଳେ ଜାଣିପାରିବା ସେତେବେଳେ ଆମର ସ୍ୱାସ୍ଥ୍ୟ ଠିକ୍ ଭାବରେ ରହିବ। ଆଉ ସମ୍ପର୍କ ମଧ୍ୟ ସେହିପରି। ଯେଉଁଠି ଆମର ଆବଶ୍ୟକ ନାହିଁ ସେଠି ଆମର ଉପସ୍ଥିତି ବିଲକୁଲ ଦରକାର ନାହିଁ। ସେଠି ଆମେ ଦୂରେଇ ଯିବା ଦରକାର। ଆଉ ଯେଉଁଠି ଆବଶ୍ୟକ ଅଛି ବିନା ଆଶାରେ ସେଠି ଆମେ ଯୋଗଦାନ କରି ସେମାନଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ତୃତୀୟ ଶବ୍ଦଟି ହେଉଛି ଆଶା। ଲୋକେ କହନ୍ତି ଆଶା କରିବାଟା ଭଲ ନୁହେଁ, କିନ୍ତୁ ନା, ଆମେ ଆଶା କରିବା, ଭଲ ଆଶା କରିବା, ବଡ଼ ଆଶା କରିବା, ଯାହାକି ଆମେ ଦିନେ ସଫଳ ହେବାର କାମନା କରିବା। କିନ୍ତୁ ସେଥିପାଇଁ ଆମକୁ କର୍ମ କରିବାକୁ ପଡ଼ିବ। ଆମେ ଯେଉଁ ଆଶାଟା ରଖିଥିବା ସେଇଭଳିଆ କାମ କରିବାକୁ ପଡ଼ିବ। କର୍ମ କଲା ପରେ ଯଦି ସେ ଫଳ ମିଳେ ନାହିଁ ତାହେଲେ ସେଠି ଆମକୁ କୌଣସି ପ୍ରକାର ଭାଙ୍ଗି ପଡ଼ିବାର ନାହିଁ। ଆମେ ଆଶା କରିଥିଲେ ଫଳ ମିଳିଲା ନାହିଁ, ନ ମିଳିଲେ ବି ଆମେ ଜାଣିବା କଥା, ବଡ଼ ଲୋକମାନେ କହନ୍ତି ଯେ ଆମର ଆଶା ଯଦି ପୂରଣ ନ ହେଲା ତାହେଲେ ସେଟା ଭଗବାନଙ୍କର ଇଚ୍ଛା। ସେ ହିଁ ଚାହୁଁଥିଲେ ଯେ ଏଇଆ ହେଉ, ତାପରେ ଆମ ପାଇଁ କ'ଣ ଅଛି ସେଟା ତ ଆମେ ଜାଣିନୁ। ତେଣୁ ଆମେ ଠିକ୍ ଭାବରେ କାମ କଲେ ଆଶା ଆମର ପୂରଣ ନ ହେଲେ ମଧ୍ୟ ଆମ ପାଇଁ କିଛି ଭଲ ଜିନିଷ ରଖା ହେଇଛି, ଏଇଟା ଆମେ ଭାବିବା ଉଚିତ। ଚତୁର୍ଥ ଶବ୍ଦଟି ହେଲା ଆଶୀର୍ବାଦ। ଆଶୀର୍ବାଦ ଆମକୁ ଦେଖାଯାଏନି, ଏହା ଏକ ଶକ୍ତି, ଏହା ଏକ ପାୱାର, ଏହା ସମସ୍ତଙ୍କ ପାଖରେ ଥାଏ। ଆମେ ଯେହେତୁ ଭଗବାନଙ୍କର ସନ୍ତାନ, ଆମର କୌଣସି ନା କୌଣସି 24 ଘଣ୍ଟା ମଧ୍ୟରୁ ଗୋଟିଏ ସେକେଣ୍ଡ ମଧ୍ୟ ଆମ ପାଖରେ ସେ ଶକ୍ତିରୁ କିଛି ଥାଏ, ଯେଉଁଟାକି ଆମେ କହିଦେଲା ମାନେ ତାହା ପୂରଣ ହେଇଯାଏ। ଏକଥା ଆପଣମାନେ ମଧ୍ୟ ଫିଲ୍ କରିଥିବେ। ମୁଁ ବି ଭାବିଛି, ମୁଁ ଯାହା ଭାବେ କିଛି ନା କିଛି ଜିନିଷ ପୂରଣ ହେଇଯାଏ, ଯେଉଁଟାକି ମୁଁ ଆଶା କରେ ତାହା ଫଳିଯାଏ। ଅନ୍ୟମାନଙ୍କର ବି ଏହିପରି ହେଉଥିବ ନିଶ୍ଚୟ। ଆପଣମାନେ ଡିପଲି ଚିନ୍ତା କଲେ ଜାଣିପାରିବେ। ଦେଖନ୍ତୁ, ଆମେ ଯେତେବେଳେ ଜଣକୁ ଆଶୀର୍ବାଦ ମାଗୁ ବା ଦେଉ ସେତେବେଳେ ଆମର ମନ ପରିଷ୍କାର ରହିବା ଦରକାର। କାରଣ ସଫା କାଗଜରେ ଯେପରି ଆମେ ଯାହା ଲେଖିଦେବା ତାହା ଦେଖାଯାଏ, ଠିକ୍ ସେହିପରି ଆମ ମନଟା ଯଦି ସଫା ରହିବ ଆମେ ସେଇ ଫଳଟା ଯାହା ଚାହୁଁଥିବା ତାହା ମିଳିଯାଏ। ଅନ୍ୟକୁ ଆଶୀର୍ବାଦ ଦେବା ସମୟରେ ଆମେ ସବୁବେଳେ ଭାବିବା ତା'ର କେମିତି ଭଲ ହେଉ, ସେ କେମିତି ଦୁନିଆ ପାଇଁ କିଛି ଭଲ କାମ କରୁ। ଯଦି ଏହା ସମସ୍ତଙ୍କ ପାଖରେ ଲାଗୁ ହେଇଯିବ ତାହେଲେ ଏତେ ଆଉ ଦୁଃଖ କଷ୍ଟ ଦୁନିଆରେ ରହିବ ନାହିଁ। ତେଣୁକରି ଆମେ ନିଜେ ନିଜକୁ ସଜାଡ଼ିବା, ତାପରେ ଅନ୍ୟମାନଙ୍କ ଠାରୁ ଆଶା କରିବା। କଥା ଚିନ୍ତା କରିବ,
ଠିକ୍ ଭାବରେ ନିଜକୁ ପ୍ରେଜେଣ୍ଟ କରିବ, ତାହେଲେ ଯାଇ ଆପଣମାନେ ଦୁନିଆରେ କିଛି ନା କିଛି କରି ନିଜକୁ ସନ୍ତୁଷ୍ଟ ଅନୁଭବ କରିବେ। ଆମେ ସମସ୍ତେ ଭଗବାନଙ୍କର ସନ୍ତାନ। ଯେପରି ବାପା ମାଆଙ୍କର ଗୁଣ ଛୁଆମାନଙ୍କଠାରେ ପ୍ରକଟିତ ହୋଇଥାଏ, ଠିକ୍ ସେହିଭଳି ଭଗବାନ ବିଶ୍ୱନିୟନ୍ତଙ୍କ କିଛି ନା କିଛି ଗୁଣ ଅଣୁ ପରମାଣୁ ଯେକୌଣସି ଛୋଟ ଜିନିଷଟିଏ ମଧ୍ୟ ଆମ ପାଖରେ ଶକ୍ତି ଆକାରରେ ରହିଛି, ଯାହାକୁ କି ଆମେ ଖୋଜିବାକୁ ପଡ଼ିବ ଆଉ ତାକୁ ଅସ୍ତ୍ର କରି ଆମର ସଫଳତାର ବାଟ ତିଆରି କରିବାକୁ ପଡ଼ିବ। ଏତିକି, ନମସ୍କାର, ରହିଲି, ଜୟ ଜଗନ୍ନାଥ। ବି ଅକ୍ଷରରେ ପିଲାଙ୍କ ପାଇଁ ଆଜି ଗୋଟେ ଚିତ୍ର ଆଙ୍କିବା।